नमस्कार दर्शक बंधु जय जगन्नाथ। ମୁଁ ଶ୍ରୀମତୀ ଗୀତାଞ୍ଜଳି ପୃଷ୍ଟି ଆଜି ପିଲାମାନଙ୍କ ପାଇଁ ଗୋଟେ ଛୋଟ ଗପ ନେଇକି ଆସୁଛି। ଗପଟି ପିଲାମାନେ ଶୁଣିବ, କେମିତି ଲାଗିଲା କହିବ। ଗପଟିର ନାଁ ହେଉଛି ସୁନା ଲୋଭୀ ସୋମନାଥ। ଆସ ଶୁଣିବା ଏବେ ଆମେ ଗପ ସୁନା ଲୋଭୀ ସୋମନାଥ। ପଦ୍ମପୁର ଗାଁରେ ସୋମନାଥ ପଣ୍ଡା ନାମରେ ଜଣେ ଗରିବ ବ୍ରାହ୍ମଣ ଥିଲେ। ସେ ଭାରି ଠାକୁର ଭକ୍ତ। ଦିନ ରାତି ଠାକୁରଙ୍କ ନାମ ଜପ କରନ୍ତି। ଏମିତି ଦିନେ ଭଗବାନ ତା ଉପରେ ସନ୍ତୁଷ୍ଟ ହୋଇ ତାକୁ ଦେଖାଦେଲେ। ଖୁସିରେ ଗଦଗଦ ହୋଇଗଲା ସେ। ଭଗବାନ କହିଲେ, ସୋମନାଥ, ତୁମ ଭକ୍ତିରେ ମୁଁ ବହୁତ ଖୁସି। ତୁମକୁ ମୁଁ ଗୋଟେ ବର ଦେବା ପାଇଁ ଚାହୁଁଛି। ତୁମେ କ'ଣ ମାଗୁଛ ମାଗ। ସୋମନାଥ କହିଲା, ପ୍ରଭୁ, ମଜୁରୀ ଲାଗି ଆଣିଲେ ମୋର ପରିବାର ଚଳେ। ଯୁବକ ପୁଅ ମୋର ନିଶା ପାଣି ପିଇ ବୁଲେ, କୌଣସି କାମ କରେ ନାହିଁ। ତାର ଛୁଆ ପିଲାଙ୍କୁ ପାଳିବା ଦାୟିତ୍ୱ ମଧ୍ୟ ମୋର। ତେଣୁ ଆପଣ ମୋତେ କିଛି ଧନ ଦିଅନ୍ତୁ। ଭଗବାନ ତା କଥାରେ ଖୁସି ହୋଇ 4ଟି ସୁନା ମୋହର ତାକୁ ଦେଲେ। ସୋମନାଥ ଚିନ୍ତା କଲା, ଏଇଟା ସୁବର୍ଣ୍ଣ ସୁଯୋଗ। ଭଗବାନଙ୍କୁ ଆହୁରି ଅଧିକ ମାଗିଲେ ସେ ଦେବେ। ତେଣୁ ପୁଣି ସେ କିଛି ଅଧିକ ସୁନା ମୋହର ମାଗିଲା। ଭଗବାନ ତାକୁ ଆଉ 4ଟି ସୁନା ମୋହର ଦେଲେ। ସେତିକିରେ ମଧ୍ୟ ସେ ସନ୍ତୁଷ୍ଟ ହେଲା ନାହିଁ। ଶେଷରେ ତାର ଲୋଭ ଦେଖି ଭଗବାନ ରାଗିଗଲେ। ତାକୁ କହିଲେ, ଶୁଣ ସୋମନାଥ, ଯେଉଁଦିନ ଏଠି ବର୍ଷା ହେବ ସେଦିନ ଏ ମାଟିରୁ ସୁନାର ଗୋଡ଼ି ସବୁ ବାହାରିବ। ତୁମର ଯେତେ ଇଚ୍ଛା ସେତେ ସଂଗ୍ରହ କରିନେବ। ଏତିକି କହି ଭଗବାନ ସେଠାରୁ ଅଦୃଶ୍ୟ ହୋଇଗଲେ। ସୋମନାଥ ବର୍ଷାର ପ୍ରତୀକ୍ଷାରେ ଥାଏ। ସପ୍ତାହେ ପରେ ଆକାଶରେ କଳା ବାଦଲ ଛାଇଗଲା। ଘଡ଼ଘଡ଼ି ବିଜୁଳି ସହ ମୁଷଳଧାରାରେ ବର୍ଷା ଆରମ୍ଭ ହୋଇଗଲା। ସୋମନାଥର ଆନନ୍ଦ ଦେଖେ କିଏ? ସେ ଗୋଟିଏ ଅଖା ଧରି ବାହାରି ପଡ଼ିଲା ବାହାରକୁ। ତା ଆଖି ଆଗରେ ସୁନାର ଗୋଡ଼ି ସବୁ ଚକଚକ୍ କରୁଥାଏ। ସେ ଆଉ ଲୋଭ ସମ୍ଭାଳି ପାରିଲା ନାହିଁ। ମେଘ ଘଡ଼ଘଡ଼ିକୁ ଖାତିର ନ କରି ସୁନା ଗୋଡ଼ି ଗୋଟାଇ ଅଖାରେ ଭର୍ତ୍ତି କଲା। ଅଳ୍ପ ସମୟ ପରେ ସେ ବସ୍ତା ଭର୍ତ୍ତି ହୋଇଗଲା। ତାକୁ କଷ୍ଟେ ମଷ୍ଟେ ଘରକୁ ଘୋଷାଡ଼ି ଘୋଷାଡ଼ି ଆଣିଲା ସୋମନାଥ। ତାର ପୁଅ, ବୋହୂ, ନାତି ସମସ୍ତେ ଘର ବାରଣ୍ଡାରେ ଛିଡ଼ା ହୋଇ ସେ ଦୃଶ୍ୟ ଦେଖୁଥାନ୍ତି। ସେମାନଙ୍କୁ ସୁନା ଆଦୌ ଦେଖାଯାଉ ନଥାଏ। ମାତ୍ର ସୋମନାଥ କିଛି ଗୋଟାଇ ଅଖାରେ ଭର୍ତ୍ତି କରୁଥିବା ସେମାନେ ଦେଖୁଥାନ୍ତି। ପୁଅ ବୋହୂ ସୋମନାଥ ଠାରୁ ଅଖା ଟେକି ଆଣି ଘରେ ରଖିଲେ ଏବଂ ଆଉ ଗୋଟେ ଅଖା ସୋମନାଥକୁ ଦେଲେ। ସେ ଚାଲିଲା ଅଧିକ ସୁନା ଗୋଟାଇବାକୁ। ବର୍ଷା ମାଡ଼ ଖାଇ ତା ଦେହ ଥରୁଥିଲା। ସେ ସବୁ ଖାତିର ନ କରି ପୁନର୍ବାର ସୁନା ସଂଗ୍ରହରେ ଲାଗି ପଡ଼ିଲା। ତାର ଆଉ ଭଗବାନଙ୍କ ନାମ ଜପିବା କଥା ମଧ୍ୟ ମନେ ପଡ଼ିଲା ନାହିଁ। ସେ ସମ୍ପୂର୍ଣ୍ଣ ମୋହଗ୍ରସ୍ତ ହୋଇଯାଇଥିଲା। ତାର ଲୋଭ ବଢ଼ିଯାଇଥିଲା। ଶେଷରେ ସୁନା ଗୋଟାଉ ଗୋଟାଉ ସେଇଠି ସେ ଟଳି ପଡ଼ିଲା। ସୋମନାଥକୁ ଚାହିଁଥିବା ପୁଅ ବୋହୂ ଦୌଡ଼ିଗଲେ ତାକୁ ଉଠାଇବା ପାଇଁ। ମାତ୍ର ସେତେବେଳକୁ ତାର ମୃତ୍ୟୁ ହୋଇଯାଇଥିଲା। ପୁଅ ବୋହୂ କାନ୍ଦି କାନ୍ଦି ବୁଢ଼ାକୁ ଟେକି ଟେକି ଘରକୁ ଆଣିଲେ। ବାରଣ୍ଡାରେ ଶୁଆଇ ଦେଇ ସୁନା ବସ୍ତାକୁ ଲୁଚାଇବା ପାଇଁ ଘର ଭିତରକୁ ଗଲେ। ମାତ୍ର ଅଖାରେ ଥିବା ସମସ୍ତ ସୁନା ସୋମନାଥ ସହିତ ପାଉଁଶରେ ପରିଣତ ହୋଇଯାଇଥିଲା। ମୁଣ୍ଡରେ ହାତ ଦେଇ ଲଥ କରି ବସି ପଡ଼ିଲେ ଦୁହେଁ। ଦେଖ ପିଲାମାନେ, ଗପଟା ସରିଲା। ଏଥିରୁ କ'ଣ ଶିଖିଲ ତୁମେ ସବୁ? କେବେ ଲୋଭ କରିବନି। ଅତି ଲୋଭ କଲେ ଭଗବାନ ରାଗନ୍ତି। ତେଣୁ ଯେତିକି ଦରକାର ସେତିକି ଜିନିଷରେ ଆମେ ସନ୍ତୁଷ୍ଟ ହେବା। ହେଲା? ଧନ୍ୟବାଦ। ମୁଁ ପୁଣି ଥରେ ଆଉ ଗୋଟେ ନୂଆ ଗପ ନେଇକି ତୁମ ମନ ପାଖକୁ ଆସିବି। ଧନ୍ୟବାଦ। ଜୟ ଜଗନ୍ନାଥ।